ଏମିତି ହୁଅନ୍ତାନି ଯେମିତି ଆମେ ଫିଲ୍ମରେ ଦେଖୁଛୁ, କିଏ କାହାକୁ ରେପ୍ କରି ମାରିଦେଲା, କିଏ ମାନେ ଜମି ପାଇଁ ମାରିଦେଲା, କି ଯେଉଁଥିପାଇଁ ବି ତାକୁ ମାନେ ମର୍ଡ଼ର କରାହେଉଛି, ଦେଖିବେ ସେ ଭୂତ ହେଇକି ତାପରେ ତାର ବଦଲା ନେଉଛି। ସେଇଟା ରିଅଲ୍ ଲାଇଫ୍ରେ ହୁଅନ୍ତାନି, ଭଗବାନ ଏମିତି କରିଦିଅନ୍ତିନି କି ବିନା ଦୋଷରେ ଯିଏ ଯାହାକୁ ମାରୁଛି ସେ ଭୂତ ହେଇକି ଯେମିତି ମାନେ ଫିଲ୍ମରେ ହେଉଛି ସେମିତି ସତରେ ହେଲେ ହୁଅନ୍ତାନି, କେତେ ବଢ଼ିଆ ହୁଅନ୍ତା। ଲୋକ ସବୁ ଯେଉଁ କୁକର୍ମ କରିବାକୁ ଡରିଯାଆନ୍ତେ, ଯେଉଁ ପାପ କରୁଛନ୍ତି ଆଉ ପାପ କରନ୍ତେନି, 100 ଥର ଭାବନ୍ତେ ଭଗବାନ ଏଇଟା କରିଦିଅନ୍ତେନି, ବହୁତ ଭଲ ହୁଅନ୍ତା। ଯେଉଁମାନେ ସବୁ ମାନେ ଲୁଚି ଲୁଚିକା ସବୁ କାମ କରୁଛନ୍ତି, କାହାକୁ ହଇରାଣ କରୁଛନ୍ତି, କ'ଣ କରୁଛନ୍ତି, ରେପ୍ କରିକି ମାରିଦେଉଛନ୍ତି, ବିନା ଦୋଷରେ ବି ଶାଶୁଘର ଲୋକ ମାନେ ବୋହୂକୁ ମାରିଦେଉଛନ୍ତି, ଯାହା ବି ହେଉଛି, ଯେଉଁମାନେ ବିନା ଦୋଷରେ ମରୁଛନ୍ତି ସେଇମାନଙ୍କୁ ଭଗବାନ ଏମିତି ଶକ୍ତି ଦିଅନ୍ତେ, ଭୂତ କରିଦିଅନ୍ତେ, ଗୋଡ଼େଇ ଗୋଡ଼େଇକି ଯେମିତି ଫିଲ୍ମରେ ମାରୁଛନ୍ତି ସେମିତି ବି ରିଅଲ୍ ଲାଇଫ୍ରେ ମାରନ୍ତେ। ସତ କଥା କହୁଛି, ଏମିତି କେହି ମାନେ ସାହସ କରନ୍ତିନି ଆଉ ଭୁଲ କରିବାକୁ।